ମୁଁ ସାମ୍ବାଦିକ ନିର୍ମଳ ସେନାପତି। ଏ ମନ୍ଦିର ବିଜୟସ୍ଥଳୀ ମୌଜାର ମୋର ଘର ଏବଂ ଏ ମନ୍ଦିର ସହିତ ମୁଁ ଦୀର୍ଘ 45 ବର୍ଷ ଧରିକି ଜଡ଼ିତ ଅଛି। ପର୍ଯ୍ୟାୟ ଦେଇକରି ଗତି କରିକି ଶେଷ ପର୍ଯ୍ୟନ୍ତ ଆମେ କେମିତି ଏଠି ଶାନ୍ତିପୂର୍ଣ୍ଣ ଭାବରେ ଆମର ଏ ଯେଉଁ ଯଜ୍ଞାନୁଷ୍ଠାନ ଆମେ ସମ୍ପନ୍ନ କରିଛୁ, ତାର ମୂଳରେ ରହିଛନ୍ତି ଆମ ଏ ଆଖପାଖ ଅଞ୍ଚଳରେ ଏ ମନ୍ଦିରକୁ କେନ୍ଦ୍ର କରିକି ଥିବା ଆଖପାଖ ଗାଁର ସମସ୍ତ ଅଧିବାସୀ ମାନଙ୍କୁ ମୁଁ କୃତଜ୍ଞତା ଜଣେଇବି ଯେ ସେମାନେ ଆନ୍ତରିକତାର ସହିତ ଆମକୁ ସହଯୋଗ କରିଛନ୍ତି। ତେଣୁ ସେମାନଙ୍କୁ ଆମର ଯେଉଁ ବିଶ୍ୱଶାନ୍ତି ନବଗ୍ରହ ମହାଯଜ୍ଞ ହେଉଛି, ଆମର ଅଞ୍ଚଳବାସୀଙ୍କୁ, ଆମର ଶୁଭେଚ୍ଛୁମାନଙ୍କୁ, ଏ ଓଡ଼ିଶାର ଜନସାଧାରଣଙ୍କୁ, ଭାରତର ଏବଂ ବିଶ୍ୱର ଜନସାଧାରଣଙ୍କୁ ନବଗ୍ରହ ରକ୍ଷା କରନ୍ତୁ। ଆଜିର ଯଜ୍ଞରେ ଆମର ଏଇଟା ଥିଲା ହେଉଛି ପୂର୍ଣ୍ଣାହୁତିର କାମନା। ସେ କାମନା ଆମର ଫଳପ୍ରସୂ ହେଇଛି। 3 ଦିନ ଧରି ଆମର ଯେଉଁ ଚାଲିଥିଲା କାର୍ଯ୍ୟକ୍ରମ, ସେ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପୂର୍ଣ୍ଣ ଆମେ କରିପାରିଥିବାରୁ ପ୍ରଥମେ ଧନ୍ୟବାଦ ଜଣେଇବି ଆମର ମାନନୀୟ ଏସଡିପିଓ ମହୋଦୟ ଚାନ୍ଦବାଲି ଏବଂ ଆମର ମାନନୀୟ ଆଇଆଇସି ମହୋଦୟ ତିହିଡ଼ି ଏବଂ ତହସିଲଦାର ଏବଂ ଏଡିସନାଲ ତହସିଲଦାର ମାନନୀୟ 2 ଜଣଙ୍କୁ, ଯେଉଁମାନଙ୍କର ସକ୍ରିୟତା ପାଇଁ ଆଜି ଆମେ 3 ଦିନ ଧରି ଶାନ୍ତି ଏବଂ ଶୃଙ୍ଖଳାର ସହିତ ଏବଂ ଏକ ମାନେ ଭବ୍ୟ କାର୍ଯ୍ୟାନୁଷ୍ଠାନ ଆମେ କରିପାରିଛୁ। ବିପ୍ଳବ ନାୟକ, ମୋର ଘର ଏଇ ଯେଉଁ ମନ୍ଦିର ନବଗ୍ରହ ମନ୍ଦିର କୋଲ ବଜାରରେ ଯେଉଁ ଅଛି, ଏଇ ଅଞ୍ଚଳରେ ମୋ ଘର। ଏ ମନ୍ଦିରର ଆଖପାଖ ଅଞ୍ଚଳ ଯେତେ 7-8 ଖଣ୍ଡ ରାଜସ୍ୱ ଗ୍ରାମକୁ ନେଇକି ଏଠି ସମସ୍ତ ଜନସାଧାରଣଙ୍କର ସମସ୍ତ ପ୍ରକାର ସହଯୋଗରେ ଏ ମନ୍ଦିରର ବାର୍ଷିକ ଉତ୍ସବ ଏଇ ଯେଉଁ ଯଜ୍ଞ 3 ଦିନ ଧରିକି ଚାଲେ। ଏ ଯଜ୍ଞର ସୁଚାରୁ ରୂପେ ପରିଚାଳନା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ନିଆଯାଇଥାଏ। ଏ ଅଞ୍ଚଳର ଅଧିବାସୀ ମାନେ ସେମାନଙ୍କର ଧର୍ମୀୟ ଆଧ୍ୟାତ୍ମିକ ଭାବନା ସହିତ ଭାବାବେଗ ସହିତ ଏ ମନ୍ଦିରର ପୂଜା କର୍ମ ସବୁ ଜଡ଼ିତ।